नमस्कार बंधुगण मु बबिता आसी जाइछि मोर चैनल रे आज आउ एक विषय वस्तु नहीं आज्ञा मु प्रथम कहि रखुछि आज विषय वस्तुटी जहाँ मु कहबाकू जाउछि सेटा समस्तଙ୍କ ପାଇଁ नुहे कहीं से जिनस समस्त घरे हेउ नाही खूब भल लोक माने मध्य संसार रे अछंती जो माने कि झियो बहु मध्य कोनोसी पार्थक्य देखंती नाही किंतु केतेक एपरी परिवार अछंती जोठारे झियो एवं बहु मध्य बहुत पार्थक्य करा जाए ଏବଂ ମୁଁ ବିଭିନ୍ନ ସୂତ୍ରରୁ ବହୁତ ଗୁଡ଼ିଏ ତଥ୍ୟ ପାଇଛି ଏବଂ ସେଇ ସବୁକୁ ଆଜି ମୁଁ ଆପଣମାନଙ୍କ ସମ୍ମୁଖରେ କହିବାକୁ ଚାହୁଁଛି ଯେ କାହିଁକି ଆଜ୍ଞା ବର୍ଷ ବର୍ଷ ଧରି ଏସବୁ ଝିଅ ବୋହୂ ମଧ୍ୟରେ କାହିଁକି ପାର୍ଥକ୍ୟ କରାଯାଉଛି। ତାହେଲେ ଏଇ ଆଜିର ବିଷୟଟି ସ୍ପେଶିଆଲ ଗୋଟିଏ ବର୍ଗ ପାଇଁ ଯୋଉମାନେ ଏଇ ଜିନିଷ କରୁଛନ୍ତି ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ। ଆଜ୍ଞା ମୂଳରୁ ଦେଖନ୍ତୁ ଯଦି ଝିଅ ଜ୍ୱାଇଁ ଖୁସିରେ ରହିବେ ତାହେଲେ ମା ବାପା ଭାରି ଖୁସି ହଉଛନ୍ତି ଯେ ଯାହା ହଉ ମୋ ଝିଅ ଭାରି ଖୁସିରେ ଅଛି। କିନ୍ତୁ ଯଦି ପୁଅ ବୋହୂ ଖୁସିରେ ରହିଲେ ଆଜ୍ଞା କିଛି ଲୋକ ଅଛନ୍ତି ସେମାନେ ଭାବନ୍ତି ଯେ ପୁଅ ଆମକୁ ଭୁଲିଗଲା, ସ୍ତ୍ରୀ ବୋଲକରା ହେଇଗଲା, ଆମକୁ ଭୁଲି ଖୁସିରେ ରହିଲା। ଆଜ୍ଞା ଝିଅ ଯଦି ବୁଲି ଯାଉଛି ବାହାରକୁ, ଜ୍ୱାଇଁ ଯଦି ଝିଅକୁ ବୁଲେଇ ନଉଛନ୍ତି ତାହେଲେ ମା ବାପା ଭାରି ଖୁସି, ମୋ ଝିଅକୁ ଭାରି ସୁଖରେ ରଖିଛି ମୋ ଜ୍ୱାଇଁ। କିନ୍ତୁ ବୋହୂଟି ଦିନ ସାରା ଘର କାମ କରି ପ୍ରତ୍ୟେକ କାମ ତାର ସାରି ଯଦି ସିଏ ପୁଅ ସାଙ୍ଗରେ କୁଆଡେ ଟିକେ ଯାଉଛି ଆଜ୍ଞା ଘରକୁ ଆସିଲା ବେଳକୁ ଘର ଲୋକମାନଙ୍କର ମୁହଁ ଫୁଲି ଯାଉଛି। ଆଜ୍ଞା ଜ୍ୱାଇଁ ଯଦି ଫୋନ କରି କଥାବାର୍ତ୍ତା ହଉଛନ୍ତି, ଶାଶୁ ଶ୍ୱଶୁରଙ୍କର ସ୍ୱାସ୍ଥ୍ୟ ବିଷୟରେ ପଚାରୁଛନ୍ତି, ଭଲ ମନ୍ଦ ବୁଝୁଛନ୍ତି, ଘରକୁ ଯିବା ଆସିବା କରୁଛନ୍ତି, ସମସ୍ତଙ୍କ ସହିତ ଭଲ ସମ୍ପର୍କ ରଖିଛନ୍ତି, ତାହେଲେ ମୋ ଜ୍ୱାଇଁ ପୁଅ ଭାରି ଭଲ, ମୋ ଝିଅ ଭାରି ସୁଖୀ ଯେ ଏମିତି ସ୍ୱାମୀ ପାଇଛି। କିନ୍ତୁ ସେଇ ସ୍ଥାନରେ ପୁଅଟି ଯଦି ତା ଶାଶୁ ଶ୍ୱଶୁରଙ୍କ ସହିତ ଟିକେ କଥା ହେଇଗଲା, ପଚାରିଦେଲା, କିମ୍ବା ତାଙ୍କ ଘରକୁ ଯିବା ଆସିବା କରିଦେଲା, କିମ୍ବା ସ୍ତ୍ରୀର ଭାଇ ଭଉଣୀଙ୍କ ସହିତ ଯଦି କିଛି ଟିକେ ଭଲ ସମ୍ପର୍କ ରଖିଦେଲା ତାହେଲେ ପୁଅଟି ଆମ ହାତରୁ ପଳେଇଲା, ପୁଅ ଶ୍ୱଶୁର ବୋଲକରା ହେଇଗଲା, ଶ୍ୱଶୁର ଘରର ହେଇଗଲା, ଶ୍ୱଶୁର ଘର ତାକୁ କଣ କିଛି ଯାଦୁଟନା କରିଦେଲେ। ଏଭଳିଆ ସବୁ ମେଣ୍ଟାଲିଟି, ଏଭଳିଆ ସବୁ ବିଚାର କାହିଁକି ବାପା ମାଙ୍କ ମଧ୍ୟରେ ଆସୁଛି। ଆପଣ ମାନେ ଯେତେବେଳେ ଜାଣିଛନ୍ତି ପୁଅଟି ବିବାହ କରିବ, ଝିଅଟି ଯେମିତି ବିବାହ କଲେ ସେ ଦୁଇ କୂଳକୁ ହିତା ହେଇଗଲା, ଦୁଇ ଘର ଯାକୁ ଦେଖିବ। ପୁଅଟି ଯେତେବେଳେ ବିବାହ କଲା ଆଜ୍ଞା ତା ସହିତ ଆଉ ଗୋଟେ ପରିବାର ଯୋଡି ହେଲା, ଅବଭିୟସଲି ଆପଣଙ୍କ ପ୍ରତି ତାର ଅଧିକ କର୍ତ୍ତବ୍ୟ ରହିବ, ଆପଣଙ୍କ ପ୍ରତି ସେ ସବୁ କିଛି କରିବ, କିନ୍ତୁ କିଛିଟା ତ ଫର୍ମାଲିଟି ଅଛି ଯୋଉଟା ସେ ତା ଶାଶୁ ଶ୍ୱଶୁର, ତା ଶାଶୁ ଘର ପାଇଁ, ତା ସ୍ତ୍ରୀର ବନ୍ଧୁବାନ୍ଧବଙ୍କ ପାଇଁ କିଛି ତ ଅଛି ଯୋଉଟା କି ନର୍ମାଲି କଥା ଟିକେ ହେଲେ ବି ଆପଣ ମାନେ ସହୁନାହାନ୍ତି, କୌଣସି ଅକେଜନ ରେ ଟିକେ ପଳେଇଲେ ବି ଆପଣ ମାନେ ସହୁନାହାନ୍ତି। ଏଇଟା ଠିକ ନୁହେଁ ଆଜ୍ଞା। ଝିଅର ଯଦି ଦେହ ଖରାପ ହଉଛି ଆଜ୍ଞା ଝିଅକୁ ଆଣି ସଙ୍ଗେ ସଙ୍ଗେ ଆଜ୍ଞା ସ୍ପେଶାଲିଷ୍ଟ ପାଖରେ ଦେଖା ହଉଛି, କିନ୍ତୁ କେତେ ଜାଗାରେ ମୁଁ ଦେଖିଛି ବୋହୂଟିର ଦେହ ଖରାପ ହେଲେ ତାକୁ କୁହାଯାଏ ଯେ ଇଏ ବାହାନା କାଢି ଶୋଉଛି, ରୋଗିଣାଟା, ୟା ପାଇଁ ଆମେ ଔଷଧ କିଣିବାକୁ ଆମ ପାଖରେ ଆଉ ପଇସା ପତ୍ର ନାହିଁ, ଆମେ ଦେଖେଇ ପାରିବୁ ନାହିଁ। ଇଭେନ୍ ତାକୁ ନେଇ ଗଭର୍ଣ୍ଣମେଣ୍ଟ ମେଡିକାଲରେ ମଧ୍ୟ ଦେଖାଯାଏ। ଆଜ୍ଞା ଗଭର୍ଣ୍ଣମେଣ୍ଟ ମେଡିକାଲକୁ ମୁଁ ଘୃଣା କରୁନାହିଁ, କିନ୍ତୁ ମୁଁ କହୁଛି ଝିଅଟାକୁ କେମିତି ଟ୍ରିଟମେଣ୍ଟ ଦିଆଯାଉଛି ଏବଂ ବୋହୂଟିକୁ କେମିତି ଟ୍ରିଟମେଣ୍ଟ ଦିଆଯାଉଛି। ଇଏ ଗଲା, ତାପରେ ଆଜ୍ଞା ଝିଅଟି ଯଦି କିଛି ଭୁଲ କଲା, ରୋଷେଇରେ ହଉ, ଘର କାମରେ ହଉ, କଣରେ ହଉ, ସେମାନେ କହନ୍ତି ଯେ ହଁ ମୋ ଛୁଆଟା ଧୀରେ ଧୀରେ ଶିଖିଯିବନି। କିନ୍ତୁ ସେଇ ବୋହୂ ବିବାହର ଗୋଟିଏ ଦିନ ପରେ ବି ଯଦି କିଛି ତାର ଭୁଲ ହେଇଗଲା, ସେ କଣ ଗୋଟେ ଦିନରେ ଝିଅରୁ ବୋହୂ ହେଇଗଲା ତାର ସବୁ ଟ୍ରାନଜିସନ ହେଇଯିବ? ସେ ଯଦି ଟିକେ କିଛି ଭୁଲ ହେଇଗଲା ଆଜ୍ଞା ତାକୁ କୁହାଯାଏ ବାପା ମା କିଛି ଆକୁ ଶିକ୍ଷା ଦେଇନାହାନ୍ତି, ସଂସ୍କାର ଦେଇନାହାନ୍ତି, ତ ବାପା ମା ତତେ କିଛି ଶିଖେଇ ନାହାନ୍ତି। ଏଭଳିଆ ବ୍ୟବହାର କରାଯାଏ, ଏଭଳିଆ କଥାବାର୍ତ୍ତା ଆଜ୍ଞା କରାଯାଏ। ଯଦି ଆଜ୍ଞା ଝିଅଟି ଯଦି ଫୋନ କରି ଘରେ ମା ସହିତ, ବାପା ସହିତ, ଭାଇ ଭଉଣୀ ସହିତ କଥା ହଉଛି ତାହେଲେ ଭାରି ଖୁସି, ମୋ ଝିଅ ମତେ ଫୋନ କଲା। କିନ୍ତୁ ସେଇ ସ୍ଥାନରେ ବୋହୂଟି, ତାର ମଧ୍ୟ ମା ଅଛନ୍ତି, ଭାଇ ଭଉଣୀ ଅଛନ୍ତି, ତାର ମଧ୍ୟ ଇଚ୍ଛା ହଉଥିବ ଘର କାମ ସାରି କିଛି ସମୟ ଫୁର୍ସତ ମିଳିଲେ କିଛି ସମୟ କଥା ହେବି, ଭଲ ମନ୍ଦ ପଚାରିବି, ସେ ସମୟରେ ଆପଣ ମାନେ କହୁଛନ୍ତି ଯେ କିଛି କାମ କରୁନାହିଁ, ବସି ଘଣ୍ଟା ଘଣ୍ଟା ଫୋନରେ କଥା ହଉଛି। ଆଜ୍ଞା କିଛି କାମ କରୁନାହିଁ, ଆପଣ ମାନେ ତାକୁ ଘରେ ରଖିଛନ୍ତି, ଏଇଟା କଣ ସମ୍ଭବ? ରାତିରୁ ରାତି ଆଜ୍ଞା ନ ଖଟିଲେ ଏଠି କୋଉ ବୋହୂ କାହା ଘରେ ରହିପାରିବ ନାହିଁ। କିନ୍ତୁ କଥା ପଦେ ହେଇଗଲେ, ଝିଅ କଥା ହେଲେ କିଛି ଅସୁବିଧା ନାହିଁ ଆଜ୍ଞା, କିନ୍ତୁ ବୋହୂ କଥା ହେଲେ ସେ ଜାଗାରେ ଦିନ ସାରା ଫୋନରେ ଗପୁଛି, କିଛି କାମ କରୁନାହିଁ। ଏସବୁ କଣ ଚାଲିଛି ଆଜ୍ଞା? ଝିଅ ଯଦି ପ୍ରେଗନେଣ୍ଟ ଥିବ ସେଇ ସମୟରେ ତାକୁ ଭଲ ଡକ୍ଟର ଦେଖାଇ, ଭଲ ଭଲ ଖାଇବାକୁ ଦେଇ, ଔଷଧ ପତ୍ର କରି, ଚେକଅପ୍ କରି ତାର ସବୁ ଯତ୍ନ ନିଆଯାଏ।
କିନ୍ତୁ ସେଇ ଜାଗାରେ ଯଦି ବୋହୂଟି ପ୍ରେଗନେଣ୍ଟ ଥିବ, ଆଜ୍ଞା ବହୁ ଜାଗାରେ ମୁଁ ଦେଖିଛି ଶାଶୁମାନେ କହନ୍ତି ଯେ ଆମ ସମୟରେ ଏଭଳିଆ ଚେକଅପ୍ ଫେକଅପ୍ କିଛି ନଥିଲା, ଆମେ କଣ ଏତେ ଜିନିଷ ଖାଉଥିଲୁ, ଆମେ ତ ବାସି ତୋରାଣି ପଖାଳ ଖାଇ ବିଲରେ କାମ କରି କାମ କରୁ କରୁ ଆମେ ଛୁଆ ଜନ୍ମ କରିଦଉଥିଲୁ, ଆମେ ହସ୍ପିଟାଲ କଣ ଆମେ ଜାଣିନାହୁଁ। ଆଜ୍ଞା ସେ ଯୁଗ ଅଲଗା ଥିଲା, ଆପଣ ମାନେ ଭଲ ଖାଦ୍ୟ ଖାଉଥିଲେ, ଏବେ ତ ଆମେ ସବୁ ବିଷ ଖାଉଛୁ। ସେ ସମୟରେ ଏତେ ରୋଗ ନଥିଲା, ଏବେ ତ ଦେଖୁଛନ୍ତି ଦୁନିଆ ରୋଗ। ଏବେ ଆଉ କାହା ଦେହରେ ଶକ୍ତି ନାହିଁ। ସେ ସମୟ ଏ ସମୟ ଭିତରେ ବହୁତ ଫରକ ଅଛି ଆଜ୍ଞା। ତେଣୁ ଏବେ ଆରମ୍ଭରୁ ଝିଅଟିକୁ କେୟାର ଦରକାର ପ୍ରେଗନେନ୍ସିରେ। ଆପଣ ମାନେ ଏଭଳିଆ କହିଲେ ଠିକ ହବ ନାହିଁ। ଆଉ ଯଦି କହୁଛନ୍ତି ନିଜ ଝିଅ ସମୟରେ ମଧ୍ୟ କହନ୍ତୁ, କେବଳ ବୋହୂଟିକି କାହିଁ କହୁଛନ୍ତି? କଣ ଝିଅଟା ମଣିଷ ଆଉ ବୋହୂଟି କଣ ପଶୁ? ଯଦି ଝିଅର ଶାଶୁ ଶ୍ୱଶୁର ଘରକୁ ଆସିଲେ ସମୁଦି ସମୁଦୁଣୀ ଆସିଛନ୍ତି ବୋଲି ଗୋଡ ତଳେ ଲାଗୁନାହିଁ, ବହୁତ ଚର୍ଚ୍ଚା, ବହୁତ ଆତିଥ୍ୟତା ସେମାନଙ୍କୁ ଦେଖା ହଉଛି। କିନ୍ତୁ ସେଇ ସ୍ଥାନରେ ଯଦି ପୁଅର ଶାଶୁ ଶ୍ୱଶୁର, ତା ମାନେ ବୋହୂର ବାପା ମା ଯଦି ଆସୁଛନ୍ତି, ଆଜ୍ଞା ମୁହଁ ମୋଡା ପାଇ ଯାଉଛନ୍ତି। ଏସବୁ କଣ ଚାଲିଛି? କାହିଁକି? ଆଉ କେତେ ଦିନ? ଆଜ୍ଞା ଯୋଉ ଝିଅଟି ଅତି ଗୁଣର ହେଇଥାଏ ତା ବାପ ଘରେ, ସେ ଝିଅଟି ବାହା ବାସି ଦିନରୁ ଅତି ଅଗୁଣର କେମିତି ହେଇଯାଏ? ଏସବୁ ଆଉ କେତେ ଦିନ ଚାଲିବ? ଯଦି ଝିଅଟି ଦୁଃଖ ପାଉଛି, ମା କୁ ଆସି କହୁଛି, ତାହେଲେ ମା ସେ ଜାଗାରେ କହୁଛି ମୋ ଝିଅର ଶାଶୁ ଶ୍ୱଶୁର ଭଲ ନୁହନ୍ତି, ସ୍ୱାମୀ ଭଲ ନୁହନ୍ତି। କିନ୍ତୁ ଯଦି ବୋହୂଟି କହୁଛି, ତାହେଲେ ସେ ଜାଗାରେ ବୋହୂଟି ଖରାପ, ଆମେ ଭଲ, ବୋହୂ ଖରାପ। କିନ୍ତୁ ଝିଅର ଶାଶୁ ଶ୍ୱଶୁର ଖରାପ, ଝିଅର ସ୍ୱାମୀ ଖରାପ, ଝିଅ ଭଲ। ତାହେଲେ କିନ୍ତୁ ଆମ ଘର ବୋହୂ ଖରାପ, ଆମେ ସବୁ ଭଲ। ଆଜ୍ଞା ଏସବୁ କାହିଁକି? ସେ ବାପା ମାର ଗୁଣର ଝିଅଟି ଗୋଟେ ଦିନ ପରେ ଅଗୁଣର କେମିତି ହେଇଯାଉଛି ଆଜ୍ଞା? ଇଏ ତିନି ତୁଣ୍ଡରେ ଛେଳି କୁକୁର ହେଲା ଭଳି ବିଷୟବସ୍ତୁ, ୟା ଛଡା ଆଉ କିଛି ନୁହଁ। ସେଥିପାଇଁ କାହିଁକି ଆଉ କେତେ ବର୍ଷ ଧରି ଆପଣ ମାନେ ଏଭଳିଆ ଝିଅ ଏବଂ ବୋହୂ ମଧ୍ୟରେ ପାର୍ଥକ୍ୟ କରିବେ? ସିଏ ମଧ୍ୟ କାହାର ଝିଅ ଆଜ୍ଞା। ଆପଣଙ୍କର ଯେମିତି ଝିଅ, ସିଏ ମଧ୍ୟ କାହାର ଝିଅ। ତେଣୁ ଏସବୁ ଭିତରୁ ନିଜକୁ ବାହାର କରନ୍ତୁ। ନିଜର ଝିଅକୁ ଯୋଉ ଭଳି ଦେଖୁଛନ୍ତି, ବୋହୂକୁ ମଧ୍ୟ ସେଇଭଳି ଦେଖନ୍ତୁ। ଆପଣ ଅନୁଭବ କରନ୍ତୁ, ଆପଣ ଦେଖିବେ ଆପଣଙ୍କର ଝିଅ ଆପଣଙ୍କ ପାଇଁ ଯେତିକି କରିନାହିଁ, ଆପଣଙ୍କର ବୋହୂ ତାଠୁ ଅଧିକା କରୁଛି। କିନ୍ତୁ ତଥାପି ଆପଣ ମାନଙ୍କ ମନ ଭିତରେ ସେ ପ୍ରବେଶ କରିପାରୁନାହିଁ। ମନ ଭିତରେ ଆପଣଙ୍କର ତା ପ୍ରତି ସ୍ଥାନ ନାହିଁ, ତା ପ୍ରତି ସ୍ନେହ ନାହିଁ, ମମତା ନାହିଁ। ଆପଣ ଦେଖନ୍ତୁ, ଆପଣ ଝିଅ ପାଇଁ କରିଛନ୍ତି, ନିଜ ଝିଅ ପୁଅ ପାଇଁ କରୁଛନ୍ତି, କିନ୍ତୁ ବୋହୂଟି ଆସିଲା ପରେ ବିନା ସ୍ୱାର୍ଥରେ ଆପଣଙ୍କ ପାଇଁ କରୁଛି ଆଜ୍ଞା। ତା ବାପା ମା ପାଇଁ, ତା ଘର ପାଇଁ ସେ ସେତିକି କରିନି ଯେତିକି ଆପଣ ପାଇଁ କରିଛନ୍ତି, କରିଛି। କିନ୍ତୁ ଆପଣ ମାନେ ଝିଅଟିକୁ ଭଲ ପାଉଛନ୍ତି, କିନ୍ତୁ ବୋହୂଟିକୁ ଭଲ ପାଇ ପାରୁନାହାନ୍ତି, ଆପଣାର କରିପାରୁନାହାନ୍ତି, ନିଜର କରିପାରୁନାହାନ୍ତି। କାହିଁକି? ଆଉ କେତେ ଦିନ ଏସବୁ ଚାଲିବ? ଆଜ୍ଞା ଏସବୁ ଫରକ ବନ୍ଦ କରନ୍ତୁ। ଆପଣ ବନ୍ଦ କରି ଦେଖନ୍ତୁ, ଆପଣଙ୍କର ବୃଦ୍ଧାବସ୍ଥା ବହୁତ ଭଲ ଭାବରେ କଟିବ। ଆପଣ ଯଦି ବୋହୂଟିକି ଝିଅ କରିପାରିବେ, ସେ ମଧ୍ୟ ଆପଣଙ୍କୁ ମା ବୋଲି ହିଁ ଭାବିବ। କାହିଁକି ନା ଯେତେବେଳେ ଗୋଟେ ଛୁଆଟିଏ ଜନ୍ମ ହେଇଥାଏ, ତାକୁ ପ୍ରଥମେ ମା ଆଦର ସ୍ନେହ ଦେଲା ପରେ ସିଏ ଜାଣେ ଯେ ଇଏ ମୋର ମା। ତାର ସ୍ନେହରେ ବାନ୍ଧି ହେଇଯାଏ, ତାକୁ ଛାଡି ସେ ରହିପାରେ ନାହିଁ। ସେ ମଧ୍ୟ ତା ମା ପ୍ରତି କର୍ତ୍ତବ୍ୟ କରିଥାଏ। ତେଣୁ ପ୍ରଥମେ ମା କର୍ତ୍ତବ୍ୟ କରିଥାଏ। ଠିକ ସେମିତି ଝିଅଟି ଯେତେବେଳେ ଆପଣଙ୍କ ଘରକୁ ଆସୁଛି, ତାର ସେଇଟା ନୂଆ ଜନ୍ମ ଆଜ୍ଞା। ଆପଣ ତାକୁ ଯୋଉ ଭଳିଆ ଟ୍ରିଟମେଣ୍ଟ ଦେବେ, ସେ ଆପଣଙ୍କ ସହିତ ସେଇ ଭଳିଆ ମିଶିଯିବ। କିନ୍ତୁ ଏଠି ତ ବୋହୂଟି ତା ଆଡୁ ବହୁତ ଏଫର୍ଟ ଲଗାଉଛି, ବହୁତ ଉଦ୍ୟମ କରୁଛି ସେ ନୂଆ ପରିବାରରେ ନୂଆ ଲୋକଙ୍କ ସହିତ ମିଶିବା ପାଇଁ। ଆପଣ ମାନେ ଦୟାକରି ତାକୁ ଟିକେ ମିଶାନ୍ତୁ, ତାକୁ ଟିକେ ନିଜର କରନ୍ତୁ, ଆପଣଙ୍କର କରନ୍ତୁ। ସେ ତା କର୍ତ୍ତବ୍ୟ କରୁ, ଏବଂ ଆପଣ ମାନେ ମଧ୍ୟ ତାକୁ ନିଜର ଗୋଟେ ପରିବାରର ସଦସ୍ୟ ରୂପରେ ତାକୁ ଗ୍ରହଣ କରନ୍ତୁ। ତାର ସୁଖ ଦୁଃଖରେ ସାମିଲ ହୁଅନ୍ତୁ, ତାର ଭଲ ମନ୍ଦ ବୁଝନ୍ତୁ। ନିଜ ଝିଅ ଏବଂ ବୋହୂ ଭିତରେ କୌଣସି ପାର୍ଥକ୍ୟ କରନ୍ତୁ ନାହିଁ। ଦେଖିବେ ସେ ମଧ୍ୟ ତା ମା ଏବଂ ଶାଶୁ ଭିତରେ କୌଣସି ପାର୍ଥକ୍ୟ କରିବ ନାହିଁ। ଆଜ୍ଞା ଆଜି ମୋର କଥାଟିକୁ ଏଇଠି ରଖୁଛି। ଆଉ ମୋର ଭିଡିଓଟି ଯଦି ଭଲ ଲାଗିଥିବ, ତାହେଲେ ଅଧିକରୁ ଅଧିକ ସେୟାର କରିବେ, ଲାଇକ୍ କରିବେ, ସବସ୍କ୍ରାଇବ କରିବେ। ଏବଂ ଯଦି କିଛି ମଧ୍ୟ ଆପଣଙ୍କୁ ଏଥିରେ କମେଣ୍ଟ କରିବାର ଅଛି, ତାହେଲେ ମତେ କମେଣ୍ଟ କରି ଜଣେଇବେ। ଆଜ୍ଞା ରହୁଛି, ନମସ୍କାର।